তারপরে এই বইটা উনি রিভাইজ করি লিখিলি এই 2024 ইলেকশন পরে। তো 2017 এবং 2024 ভিতরে যা সবু হয়েছে এবং পার্টিকুলারলি এই যে পান্ডিয়ান বাবুর আবির্ভাব এবং তার যে দবদবা, তো পান্ডিয়ান পাজল বলিকি গোটে বড় চ্যাপ্টার এই বইরে ଅଛି। যে মানে মোর পুরানা বইটা পড়িଛନ୍ତି সেମାନଙ୍କ ପାଇଁ এই বইରେ ବହୁତ କିଛି ଏକ୍ସଟ୍ରା ଅଛି। 30-40% କଣ୍ଟେଣ୍ଟ ନୂଆ, ଆଉ ଯେମାନେ ପଢ଼ିନାହାନ୍ତି ସେମାନଙ୍କ ପାଇଁ ତ ପୁରା ବଇଟା 100% ନୂଆ। କିନ୍ତୁ ମୋର ଧାରଣା ଗୋଟେ ବହି ଲେଖିବାର ଅର୍ଥ ହେଉଛି ଗୋଟେ ହିଷ୍ଟ୍ରି ଡକୁମେଣ୍ଟ କରିବା। ଆଉ କଣ୍ଟେମ୍ପୋରାରୀ ଓଡ଼ିଶା ପଲିଟିକ୍ସରେ এই অধ্যায়টা ভেরি ভেরি ইন্টারেস্টিং এবং ବହୁତ ଗୁଡ଼ାଏ ইন্টারেস্টিং ଆନେକ୍ଡୋଟ୍ ଷ୍ଟୋରିଜ୍ এই ବହିରେ ଅଛି। ମୁଁ ସବୁ ଆନେକ୍ଡୋଟ୍ ତ କହିପାରିବିନି, ଟାଇମ୍ ନାହିଁ, ପ୍ଲସ୍ କହିବାକୁ ବି ଚାହୁଁନି। ମୁଁ ଚାହୁଁଛି ଆପଣମାନେ ସମସ୍ତେ ବହିଟା ପଢ଼ନ୍ତୁ। କିନ୍ତୁ ଗୋଟେ ଦୁଇଟା ଉଦାହରଣ ଦେଉଛି। ଯେମିତି ଦେଖନ୍ତୁ ତାର ଯେ ବିବାଦ ହେଲା ନବୀନ ପଟ୍ଟନାୟକ ଆଉ ବୈଜୟନ୍ତ ପଣ୍ଡା ଭିତରେ, ସେମାନେ ସାଙ୍ଗ ଥିଲେ, ଠିକ୍ ଅଛି। ତ ବିବାଦ ହେଲା ପଲିଟିକାଲ, ହଁ ଗୋଟେ ସସ୍ପିସିୟନ୍ ନବୀନ ପଟ୍ଟନାୟକ ତାକୁ ପଲିଟିକାଲ, ତାର ବୈଜୟନ୍ତ ପଣ୍ଡାର ପଲିଟିକାଲ ଇଏ ନେଇକରି ତାର ଗୋଟେ ସସ୍ପିସିୟନ୍ ଥିଲା, ଭୟ ଥିଲା, ଡର ଥିଲା। ଆଉ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଥିଲା, ନବୀନ ପଟ୍ଟନାୟକକୁ ଘେରିକିରି ଯେ ତାର ସାଇକୋ ଫ୍ୟାନ୍ସ ଥିଲେ ସେମାନେ ବି ଯାଇକିରି ନବୀନ ପଟ୍ଟନାୟକର କାନ ପଏଜନ କରୁଥିଲେ ଜୟ ପଣ୍ଡା ବିରୁଦ୍ଧରେ। ତାର ଗୋଟେ ଥିଓରି ଥିଲା, এই ସାଇକୋ ଫ୍ୟାନ୍ ମାନେ ନବୀନ ବାବୁକୁ ଯାଇକିରି କହିଥିଲେ ଯେ ସାର୍ ଜୟ ପଣ୍ଡା କିନ୍ତୁ আনাদার বিজু পট্টনায়ক ହେଇଯାଇପାରେ পলিটিকাল লিডার, বড় লিডার। কাହିଁକି মানে দিস ইজ রিডিকুলাস, কিন্তু এମାନେ କହିଥିଲେ ଯାଇକି জয় পান্ডা ডেঙ্গা, বিজুবাবু ডেঙ্গা, বিজুবাবু পাইলট, জয় পান্ডা পাইলট, বিজুবাবুর স্ত্রী পাঞ্জাবি, জয় পান্ডার স্ত্রী পাঞ্জাবি। সো দিস ইজ অ্যান অ্যানেক্ডোট। এমতি বহুত ইন্টারেস্টিং অ্যানেক্ডোটস আছে এই বইটায়। অ্যান্ড ইট উইল গিভ ইউ মানে উড়িষ্যা কন্টেম্পোরারি রাজনীতি শুধু সেয়া নয়, আই হ্যাভ গন ব্যাক টু হিস্ট্রি অলসো। লাইক ଆମର যে বর্তমান ইন্ডিয়ারে আয়ারাম গায়ারাম পলিটিক্স চালুଛି, যে ଏ ପାର୍ଟିର ଏମ୍ଏଲ୍ଏ ସେ ପାର୍ଟିକୁ ପଳାଉଛି। ଆୟାରାମ ଗୟାରାମ ଷ୍ଟାର୍ଟ ହେଇଥିଲା ଓଡ଼ିଶାରେ 1937 ଇଲେକ୍ସନରେ। କଂଗ୍ରେସର ଜଣେ ଏମ୍ଏଲ୍ଏ ଯାଜପୁରରୁ ଇଲେକ୍ଟ ହେଇଥିଲେ ସେ ବୀର କିଶୋର ବେହେରା, ଇଫ୍ ଆଇ ଏମ୍ ନଟ୍ ମିଷ୍ଟେକେନ୍। ସେ କଂଗ୍ରେସ ଛାଡ଼ିକିରି 1937 ସେ ଆମର ରାଜା ଯେ ପ୍ରଧାନମନ୍ତ୍ରୀ ହେଲେ ତାର ପାର୍ଟିକୁ ଜଏନ୍ କରିଗଲେ, କ୍ରସ୍ କରିଗଲେ। ସେତେବେଳେ ସେଟାକୁ ଆୟାରାମ ଗୟାରାମ କୁହାଯାଉନଥିଲା। ସେ ତ 1967-68ରେ ହରିୟାଣାରୁ ସେଇ ଟର୍ମଟା ଆସିଲା। କିନ୍ତୁ ପ୍ରଥମ ସେ ଯେଉଁ କ୍ରସ୍ ଓଭର ସୁଇଚ୍ ଓଡ଼ିଶାରେ ହେଇଥିଲା, ଯାଜପୁରରେ ହେଇଥିଲା। ସେୟା ପାଇଁ ମୁଁ କହେ ଯେ ଆୟାରାମ ଗୟାରାମର ଆରମ୍ଭ ଓଡ଼ିଶାରେ। ତ ଏସବୁ ବି ଅଛି, ଗୋଟେ ଓଡ଼ିଶାର ଇତିହାସ, କଣ୍ଟେକ୍ସଟ, ପର୍ସପେକ୍ଟିଭ। ମୋର ଧାରଣା ଲୋକମାନେ ଏନ୍ଜୟ କରିବେ। सर गोटे बही 100 वर्ष ପାଇଁ ଲେଖାଯାଏ ବୋଲି କୁହାଯାଏ। ମୁଁ ତ ଆଶା କরি এটা 4 ବର୍ଷ। ଦଶନ୍ଧିର କଥା ଲେଖାଯାଇଛି, କେତେ ଦଶନ୍ଧି এই বইটা ମୁଁ ଆରମ୍ଭ କରିଛି 1937 ପର୍ଯ୍ୟନ୍ତ ମୁଁ ପଛକୁ ଯାଇଥିଲି। ହଁ, ଦେୟାର ଆର୍ ରେଫରେନ୍ସ ଟୁ ଗଡଜାଟ୍ସ ଆଣ୍ଡ ଅଲ୍ ଦ୍ୟାଟ୍, କିନ୍ତୁ 1937 ପର୍ଯ୍ୟନ୍ତ ମୂଳତଃ ଦଳରୁ ଅନେକ ଜଣଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା। ଅଛି, ସେସବୁ ଅଛି, ସେସବୁ ବାବଦରେ ଲେଖାଯାଇଛି। ପ୍ରାୟତଃ କୋଉ କୋଉ ନେତାଙ୍କ ବାବଦରେ ଟିକେ ବେଶୀ ଲେଖାଯାଇଛି? ବିଜୟ ମହାପାତ୍ର, ମୁଁ ଲାଷ୍ଟ ଭେଟିଥିଲି 2018। ଏତେ ଲଙ୍ଗ ଡିଷ୍ଟାନ୍ସ ନ ମିଶିକି ନାଇଁ, ମୋ ମାନେ ନା ମିଶିକିରି ଗୋଟେ ଲୋକର ଷ୍ଟଡି କରିବା ପାଇଁ। ଧରନ୍ତୁ ଯେ ଆଜି ଏବେ ବି ଯେ ରାମଚନ୍ଦ୍ର ଗୁହ ଗାନ୍ଧୀ ଉପରେ ବହି ଲେଖୁଛନ୍ତି, ଅଥରିଟେଡ୍ ବହି ଲେଖୁଛନ୍ତି। ସେ କ'ଣ ଗାନ୍ଧୀକୁ ଭେଟିଛନ୍ତି? ରିସର୍ଚ୍ଚ କରିବା ପାଇଁ you don't have to physically meet that person. And I would have met Naveen Patnaik 300 times in my life. ମୁଁ ତାକୁ ଓଡ଼ିଆ ଭାଷା ଆଉ ନବୀନ ପଟ୍ଟନାୟକଙ୍କ ବିଷୟରେ ଅନେକ କଥା ଅଛି। ଏତେ ଦିନର ମୁଖ୍ୟମନ୍ତ୍ରୀ ପରେ ବି ଓଡ଼ିଆ ଭାଷା ଶିଖିପାରିଲେ। ସେଇଟା ନବୀନ ବାବୁକୁ ପଚାରିବେ ନା, ମୁଁ କ'ଣ କହିବି ତାର? କ'ଣ ଅଛି? ହଁ, ଅଛି ନା, ଅଛି। ସେଇ ରାଜକିଶୋର ମିଶ୍ରର ଅଛି, ଟିଚର, ସେସବୁ ଅଛି। ତ କାହାର ডিফিকাল্ট কোশ্চেন। আমি তো অ্যাস্ট্রোলজার নু, আমি প্রেডিক্ট করিব কেমতি। কিন্তু ମୁଁ এটা দিস ইজ মাই পেট লাইন দ্যাট ওড়িশা's ফিউচার ইজ প্রেগনেন্ট উইথ পসিবিলিটিস। ବହୁତ କିଛି ହେଇପାରେ।
ବହୁତ କିଛି ହେଇପାରେ। ଆପଣ ଆଗରୁ ଗୋଟେ ଭୋଟ ପୂର୍ବରୁ କହିଥିଲେ ଶଙ୍ଖ ଭବନରେ କିଏ କେନ୍ଦ୍ରୀୟ ନେତା ଆପଣ କହିଲେ ପଦ୍ମଚିହ୍ନ ଲାଗିବ, ଆପଣ ଆଜି ବି ସେମିତି ଫିଲ୍ କରୁଛନ୍ତି? ୱେଟ୍ ଆଣ୍ଡ ସି। ଠିକ ଅଛି, ଥ୍ୟାଙ୍କ ୟୁ ଭେରି ମଚ୍।